ଅନ୍ୱେଷଣରେ ବାହାରି ଗଲେ। ସେ ଦିନେ ପରଶୁରାମ ତୀର୍ଥରେ ଯାଉ ପର୍ବତମାଳାରେ ସୁନ୍ଦର ଦୃଶ୍ୟ ଉପଭୋଗ କରୁଥିବା ବେଳେ ସେ ନିଜର ବାଟ ଭୁଲିଗଲେ। ତତ୍ପଶ୍ଚାତ୍ ସେ ଗୋଟିଏ ବିଶାଳ ଗଛ କୋରଡ଼ରେ ରାତ୍ରି ଯାପନ କରିବା ପାଇଁ ନିଷ୍ପତ୍ତି ନେଲେ। ସେ ଯେତେବେଳେ ଭୋର ବେଳକୁ ଦେଖିଲେ ଗଛ ତଳେ ଜଣେ ସାଧୁ ବସିଛନ୍ତି, ସେ ତାଙ୍କ ନିକଟକୁ ଗଲେ। ସେ ଦେଖିଲେ ସେ ହେଉଛନ୍ତି ତାଙ୍କର ଯୋଗୀଗୁରୁ ସ୍ୱାମୀ ସୁମେରୁ ଦାସଜୀ। ସେ ତାଙ୍କଠାରେ ଯୋଗ ସାଧନା କଲେ। ଦିନେ ସେ ଗୋଟିଏ କାମାକ୍ଷା ପାହାଡ଼ର ପଥର ଖଣ୍ଡ ଉପରେ ବସି ନିର୍ବିକଳ୍ପ ସମାଧି ଲାଭ କଲେ ଏବଂ ମୁଁ ଗୁରୁ ଏହି ଭାବ ନେଇ ତାଙ୍କ ଆତ୍ମା ତାଙ୍କ ଶରୀରକୁ ପୁନଃ ପ୍ରବେଶ କଲା। ଏହାପରେ ସ୍ୱାମୀ ନିଗମାନନ୍ଦ ହିମାଳୟରୁ ଫେରି କାଶୀ ଯାଇଥିଲେ। ସେ କାଶୀରେ ଗୌରୀ ମାଙ୍କ ଆଶ୍ରମକୁ ଗଲେ। ସେଠାରେ ସେ ପ୍ରେମ ସାଧନା କଲେ। ଗୌରୀ ମା ତାଙ୍କ ସ୍ୱାମୀ ନିଗମାନନ୍ଦଙ୍କୁ ସ୍ପର୍ଶ କରି ତାଙ୍କ ଅନ୍ତରରେ ପ୍ରେମ ଓ ଭକ୍ତିଭାବ ରୋପଣ କଲେ। ଶ୍ରୀ ଠାକୁର ବ୍ରହ୍ମଚର୍ଯ୍ୟ ସାଧନ, ତାନ୍ତ୍ରିକ ଗୁରୁ, ଯୋଗୀ ଗୁରୁ, ପ୍ରେମିକ ଗୁରୁ, ଜ୍ଞାନୀ ଗୁରୁ ଇତ୍ୟାଦି ଗ୍ରନ୍ଥମାନ ଲେଖି ଯାଇଛନ୍ତି। ଶ୍ରୀ ଠାକୁର ତାଙ୍କ ଜୀବନର ଓଡ଼ିଶାର ପୁରୁଷୋତ୍ତମ ଧାମ ପୁରୀରେ ତାଙ୍କ ଜୀବନରେ ଶେଷ 12 ବର୍ଷ ବିତାଇଥିଲେ। ସେଠାରେ କିଛି ଅନୁସନ୍ଧିତ୍ସୁ ନରନାରୀ ତାଙ୍କ ସ୍ୱରୂପ ବୁଝିପାରିବା ପରେ ତାଙ୍କ ଚରଣାଶ୍ରୟ ଲାଭ କଲେ। ଶ୍ରୀ ଠାକୁର କିଛି ଶିଷ୍ୟକୁ ଚରଣାଶ୍ରୟ ଲାଭ କଲେ। ଶ୍ରୀ ଠାକୁର ସେମାନଙ୍କୁ ସଂଘବଦ୍ଧ ହେବା ନିମିତ୍ତ ଆଦେଶ ଦେଇ ନିଜେ ନୀଳାଚଳ ସାରସ୍ୱତ ସଂଘ ପ୍ରତିଷ୍ଠା କରିଥିଲେ ଏବଂ ନୀଳାଚଳରେ ଏକ ସମ୍ମିଳନୀ କରିବା ପାଇଁ ଆଦେଶ ଦେଇଥିଲେ। ଶ୍ରୀ ଠାକୁର କିଛି ଶିଷ୍ୟ ଭକ୍ତଙ୍କୁ ଲକ୍ଷ୍ୟ କରି କହିଥିଲେ, ମୁଁ ମରିଗଲା ପରେ ତୁମେମାନେ ମୋତେ ଭଲ ଭାବରେ ପାଇବ। ମୁଁ ଯେଉଁ ଶକ୍ତି ନେଇ ଏ ଜଗତକୁ ଆସିଥିଲି, ମୋ ସ୍ଥୂଳ ଦେହ ସେ ଶକ୍ତି ଧାରଣରେ ଉପଯୋଗୀ ହେଲା ନାହିଁ। ତେଣୁ ମୁଁ ଏଥର ସମାଧିସ୍ଥ ହୋଇ ଦେହ ତ୍ୟାଗ କରିବି। ଯେଉଁମାନେ ମୋ ପ୍ରଦତ୍ତ ସାଧନ ଭଜନ କରନ୍ତି ଅଥଚ ମୋତେ ଚାହାନ୍ତିନି, ସେମାନେ ପୁନରାୟ ଜନ୍ମଗ୍ରହଣ କରି ଅନ୍ୟ ସଦ୍ଗୁରୁ ଲାଭ କରିବେ। ଅନ୍ୟ ଯେଉଁମାନେ ଭକ୍ତ ଭାବରେ ଜୀବନ କଟାଉଛନ୍ତି ସେମାନେ ଗୋଟିଏ ଜନ୍ମରେ ମୁକ୍ତି ପାଇବେ। ଶ୍ରୀ ଠାକୁର 1935 ମସିହା ନଭେମ୍ବର ମାସ 29 ତାରିଖ ଦିନ ସେ ଯୋଗ ସମାଧିରେ ନିଜର ପାର୍ଥିବ ଶରୀର ତ୍ୟାଗ କଲେ। ଶ୍ରୀ ଠାକୁର ସମ୍ମିଳନୀର କିଛି ଦିନ ପୂର୍ବରୁ ଦୁର୍ଗାଚରଣ ଭାଇଙ୍କୁ ଦର୍ଶନ ଦେଇ କହିଥିଲେ, ମୁଁ ଯେପରି ତୁମମାନଙ୍କ ସହ ଥିଲି, ରିକ୍ସାରେ ବୁଲିବାକୁ ଯାଉଥିଲି ଓ ମୁଁ ସେହିପରି ରହିବି। ଶ୍ରୀ ଠାକୁର ଆଜି ବି ଆମ ଗହଣରେ ବସିଛନ୍ତି, ତାଙ୍କର ସମସ୍ତ ଭକ୍ତଗଣଙ୍କୁ କୃପା କରୁଛନ୍ତି ଏବଂ ଶ୍ରୀ ଠାକୁର ଆମ ଗୃହାସନରେ ବିରାଜିତ ରହି ଆମକୁ ପରିଚାଳନା କରୁଛନ୍ତି। ମୁଁ ଆଜି ଶ୍ରୀ ଠାକୁରଙ୍କ କୃପାରୁ ଯାହା ବି କିଛି କହିପାରିଛି, ଭୁଲ ତ୍ରୁଟି ପାଇଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଜୟ ଗୁରୁ।